ଆପଣ କହିଥିଲେ ସତରେ କ'ଣ ମୁଁ ମରିଯିବି ନା ଏ ଘର ଛାଡ଼ିକି ମୁଁ କୁଆଡ଼େ ଚାଲିଯିବି। ଏ ଘର ହେଉଛି ମୋର, ମୁଁ ଏ ଘର ଛାଡ଼ି କୁଆଡ଼େ ବି ଯାଇପାରିବିନି। ବୋଉ ଥିଲୁ ନୁହଁ ବାପା, ଏବେ ବି ମୁଁ ଆପଣଙ୍କର ବୋଉ ହେଇ ଅଛି, ଆଉ ସାରା ଜୀବନ ପାଇଁ ମୁଁ ଆପଣଙ୍କ ବୋଉ ହେଇ ରହିବି। ଯଦି ମୋ ଉପରକୁ ଗୁଳି ଚଳେଇବା କଥା ତାହେଲେ ଚଳାନ୍ତୁ ଗୁଳି ମୋ ଉପରକୁ ବାପା। ମୁଁ ଏଇଠି ଆପଣଙ୍କ ସାମ୍ନାରେ ଏ ଘରର ଏରୁଣ୍ଡି ବନ୍ଧଟେ ଭିତରକୁ ଯାଉଛି। ଚଳାନ୍ତୁ ଗୁଳି ମୋ ଉପରକୁ ବାପା, ଚଳାନ୍ତୁ ମୋ ଉପରକୁ ଗୁଳି। ଧନ୍ୟବାଦ। ପ୍ରଥମତଃ ଜୟ ଜଗନ୍ନାଥ, ନମସ୍କାର ସମସ୍ତଙ୍କୁ। ଗୋଟେ କଳାକାର ପାଇଁ ଗୋଟେ ସମ୍ମାନିତ ହେବା ଯେ ଲାଗିଯାଏ ଯେ ଟଙ୍କା ପଇସା ବଡ଼ ନୁହେଁ, ବଡ଼ ହେଉଛି ସମ୍ମାନିତ। ମୋ କଳାଟାକୁ ମୁଁ ଲୋକଙ୍କ ସାମ୍ନାରେ ଠିକ୍ ଭାବରେ ପରିବେଷଣ କରିପାରୁଛି କି ନାହିଁ ସେ ପଛେ ହେଇଥାଉ, ମାନେ ତାର କିଛି ମାନେ ଟଙ୍କା ଭ୍ୟାଲୁ ଅଧିକା ନଥାଇପାରେ, କିନ୍ତୁ ଗୋଟେ ସମ୍ମାନିତ ହେବା, ଗୋଟେ କପ୍ ପାଇବା ଗୋଟେ କଳାକାର ପ୍ରତି ବହୁତ ମାନେ ଗର୍ବ ଆଉ ନିଜକୁ ଧନ୍ୟ ବୋଲି ଆମେ ମନେ କରୁ। ପ୍ରଥମତଃ ମୋତେ ଯେଉଁ ଚରିତ୍ରଟି ମିଳେ, ମୁଁ ଚାହେଁ ନିଜକୁ ଚେଷ୍ଟା କରିକି ଦର୍ଶକ ପାଖରେ ମୋ କଳାକୁ ଠିକ୍ ଭାବରେ ପହଞ୍ଚାଇବା ପାଇଁ। ଆଉ ଖଣ୍ଡଗିରି ଗୋଟେ ମହୋତ୍ସବ 7-8ଟି ପାର୍ଟି ଯେହେତୁ ପଡ଼ିଛି, କମ୍ପିଟିସନ୍ ନିଜ ନିଜ ଭିତରେ ହେଉଛି, ଆଉ ଖୁସି ଅଛୁ, ଯାହା ଭଗବାନଙ୍କ ଇଚ୍ଛା। ପ୍ରଥମତଃ କହିବି ଲଢ଼େଇ କ'ଣ, କିଛି ଲଢ଼େଇ ନାହିଁ। ଯାତ୍ରା 6ଟି ପାର୍ଟି ଆସିଛି, ଆମେ ସମସ୍ତେ କଳାକାର। ମାନେ ଅଡ଼ିଏନ୍ସ କାହାକୁ କେତେ ଦୂର ଗ୍ରହଣ କରୁଛନ୍ତି ନ କରୁଛନ୍ତି ସେଇଟା ଅଡ଼ିଏନ୍ସ ଉପରେ ନିର୍ଭର କରେ। ଲଢ଼େଇ କିଛି ନୁହଁ, କିନ୍ତୁ ଆମକୁ ଖୁସି ଲାଗେ ଯେହେତୁ ଆପଣ କହିଥିଲେ ସତରେ କ'ଣ ମୁଁ ମରିଯିବି ନା ଏ ଘର ଛାଡ଼ିକି ମୁଁ କୁଆଡ଼େ ଚାଲିଯିବି। ଏ ଘର ହେଉଛି ମୋର, ମୁଁ ଏ ଘର ଛାଡ଼ି କୁଆଡ଼େ ବି ଯାଇପାରିବିନି। ବୋଉ ଥିଲୁ ନୁହଁ ବାପା, ଏବେ ବି ମୁଁ ଆପଣଙ୍କର ବୋଉ ହେଇ ଅଛି, ଆଉ ସାରା ଜୀବନ ପାଇଁ ମୁଁ ଆପଣଙ୍କ ବୋଉ ହେଇ ରହିବି। ଯଦି ମୋ ଉପରକୁ ଗୁଳି ଚଳେଇବା କଥା ତାହେଲେ ଚଳାନ୍ତୁ ଗୁଳି ମୋ ଉପରକୁ ବାପା। ମୁଁ ଏଇଠି ଆପଣଙ୍କ ସାମ୍ନାରେ ଏ ଘରର ଏରୁଣ୍ଡି ବନ୍ଧଟେ ଭିତରକୁ ଯାଉଛି। ଚଳାନ୍ତୁ ଗୁଳି ମୋ ଉପରକୁ ବାପା, ଚଳାନ୍ତୁ ମୋ ଉପରକୁ ଗୁଳି।